हेलो एवरीवन वेलकम टू एलआरजी क्लासेस। आज आम प्लस थ्री फिफ्थ सेमिस्टर डीएसई 1 रो यूनिट 1 रो गोटे लॉन्ग क्वेश्चन टी करबा। या पूर्वर क्लास रे मध्ये हम गोटे इंपोर्टेंट लॉन्ग क्वेश्चन टू डिस्कशन करथिले। तो आज रो क्लास रे मध्ये हमें गोटे इंपोर्टेंट डिस्कशन करिया लॉन्ग क्वेश्चन टी होची अशोकଙ୍କ कलिंग युद्ध और शासन व्यवस्था संपर्क रे एक निबंध लेख। माने जो अशोक आम जानिछे अशोकଙ୍କ सहित कलिंग रो युद्ध होइतिला। तो ସେଇଥିରେ କଣ ସବୁ ସିଷ୍ଟମ ଥିଲା କୋଉ ଭଳିଆ ସବୁ ତାପରେ କଳିଙ୍ଗ ଯୁଦ୍ଧ ହେଇଥିଲା ତାପରେ କିପରି ଶାସନ ବ୍ୟବସ୍ଥା ରହିଥିଲା ସେ ସବୁ ଆମର ଏଇ କ୍ୱେଶ୍ଚନ ରେ ଆମେ ଦେଖିବା। ପ୍ରଥମେ ଆମେ ଦେଖିଦବା କି କଳିଙ୍ଗ ବିଷୟରେ ଟିକେ ଜଷ୍ଟ ଇଣ୍ଟ୍ରୋଡକ୍ସନ ଦେଇଦେବା। ପ୍ରଥମେ ହଉଛି ଐତିହ୍ୟ ବ୍ରାହ୍ମଣରେ କଳିଙ୍ଗ ନାମ ସର୍ବପ୍ରଥମେ ଉଲ୍ଲେଖ କରାଯାଇଥିଲା। ଏଇ ଯୋଉ ପୁସ୍ତକଟିରେ କଳିଙ୍ଗ ନାମ ସେଥିରେ ଉଲ୍ଲେଖ କରାଯାଇଛି ବା ଆମେ ମହାଭାରତ ପୌରାଣିକ ବର୍ଣ୍ଣନାରୁ ମଧ୍ୟ ଦେଖିବା। ଅଶୋକଙ୍କ ପୂର୍ବରୁ କଳିଙ୍ଗ ଗୋଟେ ବହୁତ ଶକ୍ତିଶାଳୀ ଓ ସମୃଦ୍ଧ ରାଜ୍ୟ ଥିଲା। ମହାଭାରତ ଯୁଗରେ କଳିଙ୍ଗର ରାଜାମାନେ ସର୍ବଭାରତୀୟ ସ୍ତରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ତ ଶାନ୍ତି ପର୍ବରେ କଳିଙ୍ଗ ରାଜା ଚିତ୍ରାଙ୍ଗଦଙ୍କ କନ୍ୟାଙ୍କ ସ୍ୱୟଂବର ଉତ୍ସବ ଓ ତାଙ୍କୁ କୌରବ ରାଜା ଦୁର୍ଯ୍ୟୋଧନ ବଳପୂର୍ବକ ବିବାହ କରିବା ବର୍ଣ୍ଣିତ ହେଇଛି। ଚିତ୍ରାଙ୍ଗଦଙ୍କ ପରେ ଶୃତାୟୁଧ କଳିଙ୍ଗରେ ରାଜତ୍ୱ କରିଥିଲେ। ସେ ମହାଭାରତ ଯୁଦ୍ଧରେ କୌରବଙ୍କ ସପକ୍ଷରେ ଯୋଗ ଦେଇ ଶେଷରେ ଭୀମଙ୍କ ଦ୍ୱାରା ପରାସ୍ତ ହୋଇ ନିହତ ହେଇଥିଲେ। ମହାଭାରତ ସମର ପରେ କଳିଙ୍ଗରେ 32 ଜଣ କ୍ଷତ୍ରିୟ ରାଜା ରାଜତ୍ୱ କରୁଥିବାର ପୌରାଣିକ ଗ୍ରନ୍ଥରୁ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ଆମର ସତଭୁ ଥିଲେ। ସତଭୁ ଯୋଉ ରାଜା ଥିଲେ ସିଏ ସେଥିରୁ ଜଣେ ହେଲା। ତ ଏସବୁ ଜଷ୍ଟ ଇଣ୍ଟ୍ରୋଡକ୍ସନ ଗୁଡା ରହିଛି ହେଲା। ତ ଜଷ୍ଟ ଓଡିଶା ବା ଆମର କଳିଙ୍ଗ ବିଷୟରେ ସର୍ବଶ୍ରେଷ୍ଠ ସେ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରେ ରାଜତ୍ୱ କରିଥିଲେ। ତାଙ୍କ ପରେ ନାଲିକାର ହେଲେ କଳିଙ୍ଗର ରାଜା। ତ ଏଇଭଳିଆ ଚାଲିଥିଲା। ଅଷ୍ଟମ ଶତକର ଶେଷରେ କରକଣ୍ଡୁ ଏଇଠି ଆମର ଇମ୍ପୋର୍ଟାଣ୍ଟ ଆସିଲେ କରକଣ୍ଡୁ ଥିଲେ କଳିଙ୍ଗର ରାଜା। ସେ ଜଣେ ବିଖ୍ୟାତ ଶାସକ ରୂପେ ପରିଚିତ। ସେ ପାର୍ଶ୍ୱନାଥଙ୍କ ଦ୍ୱାରା ଚତୁର୍ଯାମ ଜୈନ ଧର୍ମରେ ଦୀକ୍ଷିତ ହେଇଥିଲେ। କୋଉ ଧର୍ମରେ ଦୀକ୍ଷିତ ହେଇଥିଲେ? ଜୈନ ଧର୍ମରେ ଦୀକ୍ଷିତ ହେଇଥିଲେ। ତାପରେ ଜୈନ ଉତ୍ତରାଧୟନ କୁମ୍ଭକାର ଜାତକରୁ ଜଣାଯାଏ। ତାଙ୍କ ପରବର୍ତ୍ତୀ କଳିଙ୍ଗ ସମ୍ରାଟ ମାନେ ହେଲେ ପର୍ଥକ, କାଳିଙ୍ଗ, ମହାକାଳିଙ୍ଗ, ଦ୍ୱିତୀୟ କାଳିଙ୍ଗ, ବ୍ରହ୍ମଦତ୍ତ, କାଶୀରାଜ, ସୁନନ୍ଦୀ ସବୁ ଥିଲେ। ତାପରେ ଆମର ଖାରବେଳ ଆସିଗଲା। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖର ଭିତ୍ତି କରି ଜଣାଯାଏ ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମଗଧର ନନ୍ଦବଂଶୀୟ ରାଜାମାନଙ୍କ ଦ୍ୱାରା କଳିଙ୍ଗ ଶାସିତ ହେଉଥିଲା। ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତଙ୍କ ଦରବାରରେ ଅବସ୍ଥାପିତ ଗ୍ରୀକ ଦୂତ ମେଗାସ୍ଥିନିସଙ୍କ ବର୍ଣ୍ଣନାରୁ ଜଣାଯାଏ ଯେ ଚନ୍ଦ୍ରଗୁପ୍ତଙ୍କ ଶାସନ ସମୟରେ କଳିଙ୍ଗ ଗଙ୍ଗରିଡମ କଳିଙ୍ଗାରମ ରେଜିଆ ନାମରେ ବର୍ଣ୍ଣିତ ହେଇଥିଲା। ଏ ଗୋଟେ ପ୍ରଧାନ ରାଜ୍ୟ ଥିଲା। ଅଶୋକଙ୍କ ତ୍ରୟୋଦଶ ଶିଳାଲେଖ ଅନୁଯାୟୀ ଅଶୋକ କଳିଙ୍ଗ ଆକ୍ରମଣ କରିବା ସମୟରେ ଏହା ଏକ ଅବିଜିତ ରାଜ୍ୟ ଥିଲା। ମାନେ ବହୁତ ଷ୍ଟ୍ରଙ୍ଗ ଥିଲା, ତାକୁ କେହି ଜିତି ପାରୁ ନଥିଲେ। ଖ୍ରୀଷ୍ଟପୂର୍ବ 261ରେ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ। କେବେ? 261 ହେଲା ଖ୍ରୀଷ୍ଟପୂର୍ବ। ଏହା ଥିଲା ତାଙ୍କ ଶାସନର ଏକ ଗୌରବମୟ ଅଧ୍ୟାୟ। କଳିଙ୍ଗବାସୀମାନେ ଥିଲେ ଦେଶଭକ୍ତ। ଦେଶ ମାତୃକା ପାଇଁ ପ୍ରାଣବଳି ଦେବା ଥିଲା ତାଙ୍କ ଧର୍ମ। ପ୍ରତ୍ନତାତ୍ତ୍ୱିକ ଖନନରୁ ମିଳିଥିବା ଧ୍ୱଂସାବଶେଷରୁ ଜଣାଯାଏ କଳିଙ୍ଗ ଏକ ସୁଗଠିତ ଓ ଶକ୍ତିଶାଳୀ ରାଜ୍ୟ ଥିଲା। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ କଳିଙ୍ଗ ସହିତ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କର ନୌ ବାଣିଜ୍ୟ ଚାଲିଥିଲା। କଳିଙ୍ଗର ବଣିକମାନେ ସେସବୁ ଦେଶଗୁଡ଼ିକରେ ଉପନିବେଶ ସ୍ଥାପନ କରିଥିବା ବିଷୟ ଐତିହାସିକ ମାନେ ମତବ୍ୟକ୍ତ କରନ୍ତି। ତେଣୁ ମାନେ ବହୁତ ଧନୀ ଥିଲା, ବାଣିଜ୍ୟ ବ୍ୟବସାୟ କରି ବହୁତ ଧନୀ ଥିଲା ସେ ସମୟରେ। ସମୃଦ୍ଧଶାଳୀ ରାଜ୍ୟ ଥିଲା। ଅଶୋକଙ୍କ ଶାସନ ସମୟରେ କଳିଙ୍ଗ ଏକ ଶକ୍ତିଶାଳୀ ରାଷ୍ଟ୍ର ଥିଲା। ଏହା ଗଣତାନ୍ତ୍ରିକ ଶାସନ ପଦ୍ଧତି ଦ୍ୱାରା ପରିଚାଳିତ ହେଉଥିଲା। ମେଗାସ୍ଥନିସ କୌଟିଲ୍ୟଙ୍କ ମତରେ କଳିଙ୍ଗ ହସ୍ତୀ ବାହିନୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ହସ୍ତୀ ବାହିନୀ ହାତୀ ଉପରେ ବସିକି ଯୋଉ ଯୁଦ୍ଧ କରନ୍ତି ନା, ସେମାନେ ବହୁତ ଷ୍ଟ୍ରଙ୍ଗ ଥିଲେ। ତ ଇଏ ଥିଲା ଜଷ୍ଟ ଇଣ୍ଟ୍ରୋଡକ୍ସନ। ବର୍ତ୍ତମାନ ଆମେ ଦେଖିବା କି କାହିଁକି ଯୁଦ୍ଧ ହେଇଥିଲା, କଳିଙ୍ଗ ଯୁଦ୍ଧ କାରଣ କଣ ଥିଲା। ଦେଖ ଏସବୁ ଜିନିଷ କଣ ହଉଛି, ଇତିହାସ ନା ଏତେ ଷ୍ଟ୍ରଙ୍ଗ ନୁହେଁ ଆମର, ମାନେ ଏମିତି ଇତିହାସ ଯୋଉ ରହିବ କଳିଙ୍ଗର କଥା କହିବା ତ ବେଶୀ ଡିଟେଲ ତ ନାହିଁ କ୍ଲିୟରଲି। ଅନୁମାନିକରେ କଣ ସବୁ କାରଣ ହେଇପାରେ ଆମେ ଏଇଥିରେ ଆମେ ଡିସ୍କସନ କରିବା। ଖ୍ରୀଷ୍ଟପୂର୍ବ 261ରେ ଅଶୋକ କଳିଙ୍ଗ ଆକ୍ରମଣ କଲେ ହେଲା। ଦେଖ ସାମ୍ରାଜ୍ୟବାଦୀ ମନୋଭାବ ଥିଲା, ଅର୍ଥାତ ପୁରାପୁରି ଏରିଆଟାକୁ ସବୁ ବହୁତ ବଡ ଏରିଆ କଭର କରିବା ପାଇଁ ନିହାତି ଜଣେ ଶକ୍ତିଶାଳୀ ରାଜାର ଇଚ୍ଛା ରହିଥିବ। ତ ପୁଣି ନୂଆ ନୂଆ ରାଜା ହେଇଛନ୍ତି, ତ ଯେତେ ପାରିବ ଅଧିକରୁ ଅଧିକ ରାଜ୍ୟ ହାସଲ କରିବା ଲକ୍ଷ୍ୟରେ ବହୁତ ଗୁଡା ସେ ଜୟ କରି 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 ଚାଲିଥିଲେ। ତ ସେଇ ଏତରେ ଆମର କଳିଙ୍ଗ ମଧ୍ୟ ଗୋଟେ ପଡିଯାଇଥିଲା ତାହେଲେ। ଅଶୋକ ସିଂହାସନ ଆରୋହଣ କରିବା ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ଭାରତ ଭୂଖଣ୍ଡର ବ୍ୟାପକ ଅଞ୍ଚଳରେ ପ୍ରସାର ଲାଭ କରିଚାଲିଥିଲା ହେଲା। ତ ଉତ୍ତରରେ ହିମାଳୟ ଠାରୁ ଆରମ୍ଭ କରି ଦକ୍ଷିଣରେ ମୈସୂର ପର୍ଯ୍ୟନ୍ତ, ଉତ୍ତର ପଶ୍ଚିମରେ କାବୁଲ ଆଫଗାନିସ୍ତାନର ହେଲା। ସେଇଠୁ ମଧ୍ୟ ଆମେ ଦେଖିବା ଯଦି ପୂର୍ବରେ ଆମର
ବଙ୍ଗ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ତ ବହୁତ ବଡ ଏରିଆ ସେ ଅଲରେଡି କଣ୍ଟ୍ରୋଲରେ ନେଇଯାଇଥିଲେଣି। କଳିଙ୍ଗର ଭୌଗୋଳିକ ସ୍ଥିତି ସେତେବେଳେଙ୍କର କଥା ଦେଖିବା ବା ସ୍ଵାଧୀନତା, ମାନେ ଗୋଟେ ଦେଶ ଗୋଟେ ସ୍ଵାଧୀନ ହେଇକି ରହିବ, ସେ ଚାହିଁବେ କି? ସେ ଚାହିଁବେ ଯେ ତାଙ୍କ ନିଜ କଣ୍ଟ୍ରୋଲରେ ରଖିବା ପାଇଁ। ତ ଏଇ ସବୁ ଜିନିଷ ଅଶୋକଙ୍କୁ ପ୍ରେରଣା ଦେଇଥିଲା ଯୁଦ୍ଧ କରିବା ପାଇଁ। ତ ତଥାପି ଆଉ କିଛି ଐତିହାସିକ ମତ ଦିଅନ୍ତି ଯେ କଳିଙ୍ଗ ଆକ୍ରମଣର ଅର୍ଥନୈତିକ ଉଦ୍ଦେଶ୍ୟ ଥିଲା, କାରଣ କଳିଙ୍ଗର ଯୋଉ ବଣିକ ମାନେ ଥିଲେ ସେମାନେ ସବୁ ସାମୁଦ୍ରିକ ବାଣିଜ୍ୟ କରିକି ବିଦେଶରୁ ପ୍ରଚୁର ଧନରତ୍ନ ଆଣୁଥିଲେ। ମୌର୍ଯ୍ୟ ସାମ୍ରାଜ୍ୟର ସାମୁଦ୍ରିକ ବାଣିଜ୍ୟ ସମ୍ପର୍କ ପ୍ରତିଷ୍ଠା ପାଇଁ ଅଶୋକ କଳିଙ୍ଗ ଆକ୍ରମଣ କରିଥିଲେ, ଇଏ ବି ଗୋଟେ କାରଣ ହେଇପାରେ। ହେଲା, ତାପରେ ଆଉ ଜଣେ ଲାମା ତାରନାଥ ବୋଲି ଜଣେ ଅଛନ୍ତି, ସିଏ କଣ କହିଛନ୍ତି ନା ଯେ ପୂର୍ବ ସାଗରରେ ନାଗା ମାନେ ସମ୍ରାଟ ଅଶୋକଙ୍କର ମୂଲ୍ୟବାନ ମୋତି ମାଣିକର ଅପହରଣ କରିନେଇଥିଲେ। ସେଇଥିପାଇଁ ସେ ରାଗିକି ସେ କଣ କରିଥିଲେ ନା କଳିଙ୍ଗ ଆକ୍ରମଣ କରିଥିଲେ, କାରଣ ନାଗା ମାନେ ଯୋଉ ଅଛନ୍ତି ସେମାନେ ହେଲେ କଳିଙ୍ଗର ଅଧିବାସୀ ବୋଲି କିଛି ଐତିହାସିକ PHL 11 ତାଙ୍କ ବହିରେ ଲେଖିଛନ୍ତି। ହେଲା, ତ ଏଇ ସବୁ କାରଣ ଯୋଗୁ ବି ହେଇପାରେ କରିଥିବେ, ଆକ୍ରମଣ କରିଥିବେ। ତ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଉଟା କି ତମେ ଦେଖିଥିବ ଯଦି, ଅଶୋକା ବୋଲି ଗୋଟେ ଫିଲ୍ମ ଗୋଟେ ବାହାରିଥିଲା ଶାହରୁଖ ଖାନ ଆଉ କରୀନା କପୁର ବୋଧେ ଅଛି। ତ ସେଇଥିରେ ଗୋଟେ ଫିଲ୍ମଟେ ଗୋଟେ ବାହାରିଥିଲା, ସେଇଥିରେ ଦେଖିବେ ଏଇ କାହାଣୀଟାକୁ ନେଇଛନ୍ତି। କଣ ନା ଓଡିଶା ଉପକୂଳବର୍ତ୍ତୀ ଅଞ୍ଚଳର କୈବର୍ତ୍ତ କୂଳ ମଧ୍ୟରେ ଅଶୋକଙ୍କର କଳିଙ୍ଗ ବିଜୟ ସମ୍ପର୍କରେ ଏକ ସୁମନୋହର ଗଳ୍ପ ଅଦ୍ୟାପି ପ୍ରଚଳିତ। ଅଶୋକ କାରୁବାକି ନାମ୍ନୀ କଳିଙ୍ଗର ଜଣେ କୈବର୍ତ୍ତ ଅର୍ଥାତ୍ କେଉଟ କନ୍ୟାର ସୌନ୍ଦର୍ଯ୍ୟର ବିମୋହିତ ହୋଇ ତାଙ୍କୁ ବିବାହ କରିବା ପାଇଁ ସେ ଚାହିଁଥିଲେ, କିନ୍ତୁ ସେଇ ଯୋଉ ଝିଅଟିକୁ କଳିଙ୍ଗର ରାଜା ଜଣେ ରାଜକୁମାର ହେଲା ତାଙ୍କୁ ବାହା ହେବା ପାଇଁ ଇଚ୍ଛା କରିଥିଲେ, ତାଙ୍କ ସହିତ ମାନେ ପ୍ରସ୍ତାବ ପଡିଥିଲା। ତ ସେଇଥିପାଇଁ ମାନେ ରାଗିକି କଣ କରିଥିବେ, ସେ କଳିଙ୍ଗ ଉପରେ ଯୁଦ୍ଧ କରିଥିବେ ବୋଲି କୁହାଯାଉଛି କାରଣ ଗୋଟେ ଆଉ। ଏଣୁ କାରୁବାକିକୁ ପାଇବା ପାଇଁ ଅଶୋକ ଶକ୍ତିଶାଳୀ କଳିଙ୍ଗ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ଅଶୋକଙ୍କ ଦ୍ୱିତୀୟ ରାଣୀର ନାଁ ହେଲା, ତ ଏଇ ଡିଟେଲଟା ତ ଆମେ ଜାଣିଛେ କି ଅଶୋକଙ୍କ ଦ୍ୱିତୀୟ ରାଣୀ ହେଲା କାରୁବାକି। ହେଲା, ତ ଯିଏ କି ତିବିରଙ୍କ ମା ବୋଲି ଅଭିଲେଖ ଜଣାଯାଏ। ଏତ ବ୍ୟତୀତ ଧର୍ମଗତ କାରଣରୁ ମଧ୍ୟ ଅଶୋକ କଳିଙ୍ଗ ଯୁଦ୍ଧ କରିଥିଲେ। ତ ବହୁତ ଗୁଡା କାରଣ ହେଇପାରେ ଆଉ। କଳିଙ୍ଗ ଯୁଦ୍ଧର ଅନ୍ୟ ଏକ ପରୋକ୍ଷ କାରଣ ଥିଲା ମଗଧ ଓ କଳିଙ୍ଗ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା। ଉଭୟ ରାଜ୍ୟ ମଧ୍ୟରେ ତିକ୍ତ ସମ୍ପର୍କ ବୃଦ୍ଧି ପାଇଥିବାରୁ ସୂଚନା ମେଗାସ୍ତନୀସ ଓ ଲାମା ତାରାନାଥ ବିବରଣୀ ଜଣାପାଏ। ସେଇଥିପାଇଁ ମଧ୍ୟ ସେ ଯୁଦ୍ଧ କରିପାରନ୍ତି। ତାପରେ ଆମେ ଦେଖିବା କି କଳିଙ୍ଗ ଯୁଦ୍ଧ ବିଷୟରେ ପଢିବା। ଜାଣିଛ ପୁରାପୁରି ଯୋଉ ଦୟା ନଦୀ ଯୋଉ ଥିଲା ଆମର ଧଉଳିର ତାରା, ତ ସେ ରକ୍ତର ନଦୀରେ ପରିଣତ ହେଇଯାଇଥିଲା ନା, ଓ ମାନେ ବହୁତ ଜୋରରେ ଖୁନ ଖରାପ ହେଇଥିଲା। ତ ପୂର୍ବବର୍ଣ୍ଣିତ କାରଣରୁ ଅଶୋକ ଖ୍ରୀଷ୍ଟପୂର୍ବ 261 ମସିହାରେ ହେଲା, ଖ୍ରୀଷ୍ଟପୂର୍ବ 261ରେ ତାଙ୍କ ଅଭିଷେକର, ତାଙ୍କ ଯେତେବେଳେ ରାଜ ଶାସନର ଅଷ୍ଟମ ବର୍ଷରେ 8 ବର୍ଷ ପରେ ହେଲା କଳିଙ୍ଗ ଆକ୍ରମଣ କରିଥିଲେ। ଅଶୋକଙ୍କ ଅନୁଶାସନରେ ଏହି ଭୟାବହ ଘଟଣା ବର୍ଣ୍ଣନା କରି ଲେଖିଛନ୍ତି ଯେ ଏଇ କଳିଙ୍ଗ ଯୁଦ୍ଧରେ କଳିଙ୍ଗର 1.5 ଲକ୍ଷ ସୈନ୍ୟ ବନ୍ଦୀ ହେଇଗଲେ, 1 ଲକ୍ଷ ସୈନ୍ୟ ନିହିତ ହେଲେ, ପ୍ରାୟ ସେଇ ସଂଖ୍ୟକ ଲୋକ ମଧ୍ୟ ଆହତ ହେଲେ ଆଉ ଦୁଃଖ ଯନ୍ତ୍ରଣା ଭୋଗ କଲେ। ତାପରେ ଏତେ ସଂଖ୍ୟକ ଯଦି ଯୁଦ୍ଧ ହେଲା ମାନେ ନିହାତି ଭାବେ କଣ ହଉଛି, ଆମେ ଦେଖ ଏବେ ରୁଷିଆ ୟୁକ୍ରେନ ଯୁଦ୍ଧ ହେଲା, ଆମ ଦେଶ ମଧ୍ୟ ପ୍ରଭାବିତ ହେଇଗଲା। ତ କଥା ହଉଛି ସେଇଭଳିଆ। ତ ସେଇ ସମୟରେ ଯଦି ଏତେ ବଡ ଯୁଦ୍ଧ ହବ, ନିହାତି ଭାବେ ଆର୍ଥିକ, ସାମାଜିକ, ଅର୍ଥନୈତିକ ଦୃଷ୍ଟିକୋଣରେ ମଧ୍ୟ ଅବ୍ୟବସ୍ଥା ଦେଖାଗଲା, ଆଉ ବହୁତ ଲୋକ ଖାଇବାକୁ ନ ପାଇକି ମଧ୍ୟ ମୃତ୍ୟୁବରଣ କରିଥିଲେ ସେଇ ସମୟର କଥା। ହେଲା, ତ ଏଇଭଳି ସବୁ ହେଇଥିଲା ଅଶୋକଙ୍କ ଯୁଦ୍ଧରେ। ତାପରେ ବିଭିନ୍ନ ସ୍ଥାନରେ ମୌର୍ଯ୍ୟ ବାହିନୀ ମାନେ ଅଶୋକଙ୍କ ସେନା ଆଉ କଳିଙ୍ଗବାସୀ ଏମାନଙ୍କ ମଧ୍ୟରେ ଯୁଦ୍ଧ ହେଇଥିଲା। ହେଲା, ଯୁଦ୍ଧ ହେଇଥାଇପାରେ, ତ ଯାହା ଫଳରେ ସେଠି ମଧ୍ୟ ଲୋକମାନେ ନିହତ ହେଇଥିବେ। ତାପରେ ଚୂଡାନ୍ତ ଯୁଦ୍ଧ କଳିଙ୍ଗର ରାଜଧାନୀ ତୋଷାଳୀ ଠାରେ ହେଇଥିଲା। ରାଜଧାନୀ କୋଉଠି? ତୋଷାଳୀ ଠାରେ ହେଇଥିବାର ସ୍ୱାଭାବିକ। ଅଶୋକଙ୍କ ଧଉଳି ଶିଳାଲେଖରେ ତୋଷାଳୀର ନାମ ଉଲ୍ଲେଖିତ ହେଇଛି। ଏଇ ତୋଷାଳୀ କେଉଁଠି ଥିଲା? ଯୋଉ ତୋଷାଳୀ ବୋଲି କୁହାଯାଉଛି ବର୍ତ୍ତମାନଟା କୋଉଠି ନା, ହୁଏତ ଧଉଳିରେ ହେଇପାରେ, ନହେଲେ ଶିଶୁପାଳଗଡ ହେଇପାରେ। ତ ଅଶୋକଙ୍କ କଳିଙ୍ଗ ଯୁଦ୍ଧର ସମାପ୍ତି ପରେ ଆହତ ବ୍ୟକ୍ତିଙ୍କ କରୁଣ କ୍ରନ୍ଦନ ତାଙ୍କ ମନରେ ଦାରୁଣ ଆଘାତ ଦେଇଥିଲା। ସେ ନିଜେ ଏହି ଦୁଃଖର କାରଣ ଭାବିକି ଅନୁତାପରେ ଦଗ୍ଧୀଭୂତ ହେଲେ। ତାଙ୍କ ହୃଦୟରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଦେଖାଯାଇଥିଲା, ଆଉ ସେ ଉପଲବ୍ଧି କଲେ ଯେ ତରବାରୀର ଜୟ ପ୍ରକୃତ ଜୟ ନୁହେଁ, ହୃଦୟର ଜୟ ହିଁ ପ୍ରକୃତ ଜୟ। ତ ସେ କଳିଙ୍ଗର ଭୂମିକୁ ଯଦିଓ ଜୟ କରିଯାଇଥିଲେ, ଶାସନ କରିଥିଲେ, କିନ୍ତୁ ସେ କଳିଙ୍ଗବାସୀକୁ ଜିତି ପାରି ନଥିଲେ। ସେ ଯୁଦ୍ଧ ନୀତି ପରିତ୍ୟାଗ କରି ଶାନ୍ତି, ସେବା ଓ ସତ୍ୟର ପଥକୁ ଅନୁସରଣ କରିଥିଲେ। ଏହା ତାଙ୍କର ଅଶୋକଙ୍କ ଶିଳାଲେଖରେ ସବୁ ବର୍ଣ୍ଣନା କରାଯାଇଛି, ଗୋଟେ ଜିନିଷଟି ଲେଖାଯାଇଛି। ହେଲା, କଳିଙ୍ଗ ଯୁଦ୍ଧ ପରେ ତାଙ୍କର ଶାସନ ନୀତିରେ ଏକ ମୌଳିକ ପରିବର୍ତ୍ତନ ଆଣିଥିଲେ। ଯେମିତିକି ସେ ଯୁଦ୍ଧଖୋର ନୀତି, ମାନେ ସବୁବେଳେ ଯୁଦ୍ଧ କରୁଥିଲେ ନା, ଭେରି ଘୋଷ ଯୁଦ୍ଧଖୋର ନୀତି ଛାଡିକି ଧର୍ମ ଘୋଷ ଅବଲମ୍ବନ କଲେ ବା ଶାନ୍ତି ନୀତି ଅବଲମ୍ବନ କରିଥିଲେ।
ଆଉ ଏଇ ଯୋଉ ତାଙ୍କର ଏଇ ଯୋଉ ଧାର୍ମିକ ନୀତିଟି ସେ ଭାରତ ବାହାରେ ମଧ୍ୟ ଏଇ ଧର୍ମ ନୀତି ପ୍ରଚାରଣ କରିଥିଲେ। ଓକେ, ପ୍ରଚାରକୁ ତାଙ୍କ ଶାସନ ନୀତି ତଥା ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ। କଳିଙ୍ଗ ଯୁଦ୍ଧ ପରେ ସେ ଚଣ୍ଡାଶୋକରୁ କୋଉଥିରେ ପରିଣତ ହେଇଯାଇଥିଲେ? ଧର୍ମାଶୋକରେ ପରିଣତ ହେଇଯାଇଥିଲେ। ଏଣୁ କଳିଙ୍ଗ ଯୁଦ୍ଧକୁ ପୃଥ୍ୱୀର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ରୂପେ ବର୍ଣ୍ଣନା କରାଯାଇଛି। କଳିଙ୍ଗ ବିଜୟ କରି ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ଏକ ପ୍ରଧାନ ପ୍ରଦେଶ ରୂପେ କଳିଙ୍ଗକୁ ଶାସନ କରିଥିଲେ। ମାନେ ଗୋଟେ ମୁଖ୍ୟ ରାଜ୍ୟ ହିସାବରେ ତାକୁ ଗ୍ରହଣ କରିଥିଲେ। ଆଉ ପ୍ରଜା ହୋଇଥିଲେ ଅର୍ଥାତ୍ ପ୍ରଜା ମାନଙ୍କ ମଙ୍ଗଳ ପାଇଁ, ମଙ୍ଗଳ ଯେପରି ହେଇପାରେ ସେଇଭଳି ଶାସନ କରିଥିଲେ। ଧଉଳି ଶିଳାଲେଖରେ ଅଶୋକ ଘୋଷଣା କଲେ ସବୁ ପ୍ରଜା ମାନେ ମୋର ସନ୍ତାନ ଭଳି, ମୋର ଔରସରୁ ଜାତ ସନ୍ତାନ ସଦୃଶ ପ୍ରଜା ମାନେ ଇହକାଳ ପରକାଳ ସୁଖ ଲାଭ କରନ୍ତୁ ତାହା ମୁଁ କାମନା କରେ। ପୁରା ବଦଳିଗଲା ଆଉ। ଏହି ଶିଳାଲେଖରେ ସେ ଈର୍ଷା, କ୍ରୋଧ, ନିଷ୍ଠୁରତା ଓ ଆଳସ୍ୟ ଭଳି ଦୁର୍ଗୁଣକୁ ପରିହାର କରି ଏକ ନିରପେକ୍ଷ ଓ ନ୍ୟାୟୋଚିତ ଶାସନ ପଦ୍ଧତି ପ୍ରତିଷ୍ଠା ପାଇଁ ଅଶୋକ ରାଜକର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରତି 5 ବର୍ଷରେ, ମାନେ ସେ ତ ଯେହେତୁ ବାହାରେ ରହିଲେ, 5 ବର୍ଷରେ ତାଙ୍କ ସେଇ ଯୋଉ ମନ୍ତ୍ରିମଣ୍ଡଳରୁ ଆମେ କହିପାରିବା ମହାମାତ୍ର ନାମକ ଗୋଟେ କର୍ମଚାରୀକୁ ସେ କଳିଙ୍ଗ ପଠଉଥିଲେ କି କେମିତି କଣ ସବୁ ଚାଲିଛି ସବୁ ସେ ସବୁ ଜିନିଷ ଜାଣିବା ପାଇଁ ସେ ତାଙ୍କ ମାନେ ଗୋଟେ ମହାମାତ୍ର ନାମକ କର୍ମଚାରୀକୁ ସେ ପଠଉଥିଲେ। ତାପରେ କଳିଙ୍ଗ ଯୁଦ୍ଧ ପୂର୍ବରୁ ଯଦି ଆମେ ଦେଖିବା ମୌର୍ଯ୍ୟ ସାମ୍ରାଜ୍ୟର 4ଟା ପ୍ରଦେଶ ଥିଲା ବା 4ଟା ରାଜ୍ୟ କହିପାରିବା, ଯେମିତି ଆମର ଏବେ ବର୍ତ୍ତମାନ 28ଟା ରାଜ୍ୟ ଅଛି, ସେଇଭଳିଆ ସେତେବେଳେ 4ଟା ପ୍ରଦେଶ ଥିଲା। କାହାର? ମୌର୍ଯ୍ୟ ସାମ୍ରାଜ୍ୟର। କଣ କଣ ନା ପ୍ରାଚ୍ୟ, ଉତ୍ତରାପଥ, ଅବନ୍ତିପଥ ଆଉ ଦକ୍ଷିଣାପଥ। ତାପରେ ଅଶୋକ ଯେତେବେଳେ କଳିଙ୍ଗ ଯୁଦ୍ଧ ହାସଲ କଲେ, ଯୁଦ୍ଧ ଜିତିଗଲେ ଯେତେବେଳେ କଳିଙ୍ଗକୁ, ତାପରେ କଣ କଲେ ନା କଳିଙ୍ଗକୁ ପଞ୍ଚମ ପ୍ରଦେଶ ଭାବେ ଗଠନ କଲେ। ଆଉ କାହା ସହିତ ମିଶେଇ ନାହାନ୍ତି, ଅନ୍ୟ ରାଜ୍ୟ ସହିତ ହେଲା। ତାକୁ ଗୋଟେ ସ୍ୱତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ଦିଆଗଲା, ସ୍ଥାନ ଦିଆଗଲା ଗୋଟେ ଇମ୍ପୋର୍ଟାଣ୍ଟ ପ୍ରଦେଶ ରୂପେ। ଆଉ ପ୍ରତ୍ୟେକର 2ଟି ରାଜଧାନୀ ଦେଲେ, ଯେପରିକି ପ୍ରାଚ୍ୟର 2ଟା ରାଜଧାନୀ ପାଟଳିପୁତ୍ର, କୌଶାମ୍ବୀ, ଉତ୍ତରାପଥର ତକ୍ଷଶିଳା, ପୁଷ୍କରାବତୀ, ଅବନ୍ତିପଥର ଉଜ୍ଜୟିନୀ, ବିଦିଶା, ଦକ୍ଷିଣାପଥର ସୁବର୍ଣ୍ଣଗିରି, ଇଣ୍ଡିକା। ଆମର ମେନ୍ ଇମ୍ପୋର୍ଟାଣ୍ଟ ଜିନିଷ ଆସିଲା, କଳିଙ୍ଗର କଣ କଲେ ନା ତୋଷାଳୀ ବା ଧଉଳିକୁ ଆଉ ସମାପା ହେଲା। ତ ତୋଷାଳୀ ତ ଧଉଳି ପର୍ବତ ପାଖରେ ରହିଥିଲା ହେଲା। ତ ପୁଣି କଣ କଲେ ନା କଳିଙ୍ଗ ପ୍ରଦେଶରେ ସେ ଗୋଟେ କୁମାର ଅମାତ୍ୟ ଉପାଧିଧାରୀ, ମାନେ ଏକ ଉଚ୍ଚ ରାଜକର୍ମଚାରୀଙ୍କ ଦାୟିତ୍ୱରେ ସେ ଶାସନ କରାଯାଉଥିଲା। ତୋଷାଳୀ ଯୋଉ ଆମର 2ଟା ଥିଲା, ତୋଷାଳୀ ଆଉ ସମାପା। ତୋଷାଳୀଟା ହେଲା ମେନ୍ ଇମ୍ପୋର୍ଟାଣ୍ଟ, ତାଙ୍କର ମୁଖ୍ୟ ପ୍ରଶାସନିକ କେନ୍ଦ୍ର ଥିଲା। ତା ବାଦ ଜଉଗଡ ନିକଟରେ ଗୋଟେ ସମାପା ଠାରେ ଆଉ ଗୋଟେ ପ୍ରଶାସନିକ କେନ୍ଦ୍ର ରଖିଥିଲେ, ଯାହା ଦ୍ୱାରା ସେଇଠୁ ମଧ୍ୟ ଶାସନ କରାଯାଇ ପାରୁଥିଲା। ଅଶୋକ କଳିଙ୍ଗ ଜୟ ପରେ ଯେଉଁ ଶାସନ ପ୍ରଚଳନ କଲେ ତାହା ନୈତିକ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଆଣିଥିଲା, ଏଥିରେ ସନ୍ଦେହ ନାହିଁ। ଓଡିଶାରେ ମୌର୍ଯ୍ୟ କଳା ଓ ସ୍ଥାପତ୍ୟର ପ୍ରବର୍ତ୍ତିତ ହେଇଥିଲା, ମାନେ ସେଗୁଡା ପ୍ରସାର ଲାଭ କରିଥିଲା। ଅଶୋକଙ୍କ ଧଉଳି ଓ ଜଉଗଡ ଶିଳାଲେଖରେ ବର୍ଣ୍ଣିତ ବ୍ରାହ୍ମୀ ଲିପି ହେଲା ଓଡିଶାର ଆର୍ଯ୍ୟ ଭାଷାର ନିଦର୍ଶନ। ଆମେ ଜାଣିବାକୁ ପାଉଛୁ ଯେ ଓଡିଶାର ଆର୍ଯ୍ୟ ଭାଷାର ପ୍ରଚଳନ ହେଇପାରିଥିଲା ବୋଲି କୋଉଠି, ଏଇ ଧଉଳି ଜଉଗଡରେ ଯୋଉ ଶିଳାଲେଖ ଗୁଡା ଆମେ ପାଇପାରୁଛେ। ଖ୍ରୀଷ୍ଟପୂର୍ବ 232ରେ ଅଶୋକ ପ୍ରାଣତ୍ୟାଗ କଲେ। ଏହାପରେ ମୌର୍ଯ୍ୟ ସାମ୍ରାଜ୍ୟ କଣ ହେଇଗଲା, ଖଣ୍ଡ ବିଖଣ୍ଡିତ ହେଇଗଲା। ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ କଳିଙ୍ଗର ଚେଦି ରାଜବଂଶ ସ୍ୱାଧୀନ ରାଜତ୍ୱ ପ୍ରତିଷ୍ଠା କରିଥିଲା। ମୌର୍ଯ୍ୟ ସାମ୍ରାଜ୍ୟ ଯେତେବେଳେ ସରିଗଲା, ଅଶୋକ ମରିଲା ପରେ ମୌର୍ଯ୍ୟ ସାମ୍ରାଜ୍ୟର ଡାଉନ ଫଲ ହେଇଗଲା। ତାପରେ ଚେଦି ରାଜବଂଶ ଓଡିଶାରେ ଶାସନ ବା କଳିଙ୍ଗରେ କହିବା ଆମେ ଏଠି କଳିଙ୍ଗରେ ଶାସନ ଭାର କରିଥିଲା। ଓକେ, ତ ଇଏ ଥିଲା ଛୋଟିଆ କ୍ୱେଶ୍ଚନର ଆନ୍ସର। ତାପରେ ନେକ୍ସଟ କ୍ୱେଶ୍ଚନ ପୁଣି ଥରେ ଆମେ ଆଲୋଚନା କରିବା ନେକ୍ସଟ ଭିଡିଓରେ। ଓକେ, ତ ନିଶ୍ଚିତ ରୂପେ ସମସ୍ତଙ୍କୁ ଆଶା କରୁଛି ବୁଝିପାରୁଥିବ କିଛି ଇମ୍ପୋର୍ଟାଣ୍ଟ ଜିନିଷ ଗୁଡ଼ିକ। ତ ଭିଡିଓଟି ଲାଇକ୍ କର ଏବଂ ସାଙ୍ଗମାନଙ୍କୁ ମଧ୍ୟ ସମସ୍ତଙ୍କୁ ଟିକେ ସେୟାର କର, ସେମାନେ ବି ଜାଣିପାରିବେ, ସେମାନେ ବି ଯେପରି ଏଇ କ୍ଲାସ ଗୁଡ଼ିକରେ ଭାଗ ନେଇପାରିବେ। ତୁମେ ମାନେ ମଧ୍ୟ ଯଦି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନ, ଟିକେ ସବସ୍କ୍ରାଇବ ମଧ୍ୟ କରିଦିଅ, କାରଣ ଆଗକୁ ଆମେ ଆହୁରି ଭିଡିଓ ପଢିବା। ଓକେ, ତେଣୁ ସମସ୍ତେ ସବସ୍କ୍ରାଇବ କରିଦିଅ। ଥ୍ୟାଙ୍କ ୟୁ।